ଆଖିରେ ପଡ଼ିଲା କଣ କହିବ ବାଣିରେ କହିବ ବଜାରେ ବୁଲୁଛି କେତେ ଭଲ ଭଲ ଖାଉଥିବା ଭଲ ଖାଉଥିବା ଆଗକୁ ଆଉ ଯିବା ନାହିଁ ନାଇଁ ସିଆଡ଼କୁ ଗଲେ ବହୁତ ବାଟ ଯିବି ନାଇଁ ତେଣୁ ରାଣୀ ଗୁଣ୍ଡିଚାର ବକ୍ଷଟା ସବୁ କଲିଜା ନୁହୁଳିଗଲା ହଇରେ ହଟିଆ ତୁ ଏଡେ ବେଇମାନ ତତେ ମୁଁ ଠାକୁର କରିକିରି ଇଏ ଦେବତା କରିକି କୂଳରେ ବସେଇଥିଲି ସକାଳେ ମୋ ମଶଟାକୁ ପୁରେଇ ଦେବୁ ତୁ ଯଦି ଛତିଆ ପଳେଇବୁ ଛତିଆ ପଳେଇବୁ ତାର ବଡ ଶ୍ରାଦ୍ଧ ପୂର୍ଣ୍ଣ କଥା ଆମକୁ କିଏ ଦେବ ଜଗନ୍ନାଥ ସେଦିନ କହିଲେ ମା ମୋ ବଂଶ ଉଡ଼ିଗଲେଣି ମୋ ବଂଶ ହରିଙ୍କର शिखर चंडी शिखर चंडी शिखर नगर ना ना आम शिखर नगर জগন্নাথ কলাপথে পুষ্পদৃষ্টি করে ধান পঞ্চসখা মানে মারি গেলে কি যদি জগন্নাথ ঠাকুর ছতিয়ানি পড়ে পড়ে লেখি নদী মৌসা ঠিক উত্তর করি জগন্নাথ কেবে পুরী ছাড়ি পারিব না লেখিଛନ୍ତି যে কথাটা লেখিଛନ୍ତି আজ্ঞা সেই কথাটা হব ଯେଉଁ ଦିନ ଗାଭିତିନି ପୁତ୍ର ପ୍ରସବେବା ନୀଳାଚଳ ଛାଡ଼ିଗଲେ ଛତିଆ ଏକାବେଳେ ଜଙ୍ଗଲ ଗାଭି ଦେଖିବ ଗାଈ ତିନିଟା ଏଇ ଅଣ୍ଡିର ବାଛୁରୀ ଜନ୍ମ ବଦଳାଯିବ ଆଜ୍ଞା ଇଏ ମାଳିକା ଲେଖିଛନ୍ତି ଆଜ୍ଞା ପଞ୍ଚସଖା ମାନେ ଆପଣ କହିପାରିବେ ମାଳିକା କିଏ ଲେଖିଛନ୍ତି ନା ପ୍ରମାଣ ଦେବି ମାଳିକାକୁ କି ପଞ୍ଚସଖା ମାନେ ଲେଖିଛନ୍ତି ପ୍ରମାଣ ଦେବି ଆଜ୍ଞା ପ୍ରମାଣ କେମିତି ରହୁଛି ଦେଖନ୍ତୁ ବହି ହେଲା ମହାବିଷ୍ଣୁ ପୁରାଣ ସଂସ୍କୃତ କବି ହେଲେ କୃଷ୍ଣ ବ୍ୟାସ ଆଜ୍ଞା 500 ବର୍ଷ ପୂର୍ବେ ଭବିଷ୍ୟତ ମାଳିକାର ବ୍ୟାସ ଲେଖିଛନ୍ତି କୋଉଠି ଲେଖିଲେ ଆଜ୍ଞା ମୁଣ୍ଡା ନୈମିଷାରଣ୍ୟରେ 88,000 ମୁନି ଋଷି ସେଦିନ ବିଚାର ବିମର୍ଶ କରୁଛନ୍ତି ଇଏ ସତ୍ୟ ଯୁଗ ଯିବ କଳି ଯୁଗ ଆସିବ କଳି ଯୁଗ ଆସିଲେ କଣ କଣ ହେବ ତାଙ୍କର ବିଚାର ଚାଲିଛି ତିନିଟା ଶ୍ଲୋକ ମୂଷା ଗାଉଛି କଣ କହିଲେ ବ୍ୟାସ କହିଲେ ପ୍ରାପ୍ୟ କଳି ଯୁଗେ ଘରେ ବିବର୍ଜିତ ପ୍ରକୃତିର ଗତି କରିବ ଆଜ୍ଞା ନାଇଁ ହେଉନାହିଁ ଆଜ୍ଞା ଅସୁର ପ୍ରକୃତିର ଗତି କରିବ ଆଗ କାଳରେ ଆଜ୍ଞା ପୁଅମାନେ ବାପାଙ୍କର ଉଚ୍ଚିଷ୍ଟ ଖାଉଥିଲେ ମଉସା କଳି ଯୁଗରେ ପୁରୁଷମାନେ ନିଜ ସ୍ତ୍ରୀର ଅଇଁଠା ଖାଇବେ ନାଇଁ ହେଉନାହିଁ ଆଜ୍ଞା ଆଉ ଗୋଟେ ଶ୍ଲୋକ କହୁଛି କହିଲେ ତରୁଣୀ ପ୍ରଭୁ କରୁ ହେ ଚାଳକ ବୁଦ୍ଧିନାୟକ ବ୍ୟାସ କହିଲେ ଘରେ ଘରେ ତରୁଣୀ ମାନେ ରାଜା ହେବେ ମଉସା ପୁଅ ଆପଣଙ୍କ ପୁଅ ଦେଖିବା ଭଳି କଲର ପୁଅ ହୋଇଥିବ ଲକ୍ଷେ ଟଙ୍କା ମାସକୁ ଦରମା କରୁଥିବ ଯେତେ ରୋଜଗାରିଆ ହେଲେ ମଧ୍ୟ ସେ ପରିବାରକୁ ଛାଡ଼ିକିରି ଏ କଳିଯୁଗର ସ୍ତ୍ରୀ ମାନେ କିଣା ବାଲା ସାଙ୍ଗରେ ଯିବେ ଲୁହା ବାଲା ସାଙ୍ଗରେ ଯିବେ ହେଉଛି ନା ନାଇଁ ଆଜ୍ଞା ଆଉ ଗୋଟିଏ ଶ୍ଲୋକ ଯାଉଛି
ତ ଧର୍ମ ଥାଇ ବୁଡ଼ିଏ ମହକ ବଂଶ ବୁଡ଼ି ଯାଇକି ମରିତ ବୁଡ଼ି ଦିନ ନାହିଁ କେମିତି ବୁଡ଼ିଲା ବଟମ ଖସି ଦଉଛନ୍ତି ଆଉ ଆଜି ଶୋଇବ ଦୁଷ୍ଟ ରାଷ୍ଟ୍ର ଧର୍ମ ଆଜ୍ଞା ସ୍ୱୟଂ ଭଗବାନ ଆଜ୍ଞା ପାଠ କରିଛି ନିଜେ ଭଗବାନ ରହିଲେ ପାଣ୍ଡବ ମାନଙ୍କର ଶିବିରରେ ଅଭିମନ୍ୟୁ ଠାରୁ ଧର୍ମତ୍ରଜ ଅସଲ ପର୍ଯ୍ୟନ୍ତ କୌଣସି ମହିଳାକୁ ରଖିଛି ତେଣୁ ସେହିପରି କହିଲି ତେଣୁ ରାଣୀ ମୁନି ଯାହା କହିଲା କହିଲା ଯଦି ମୋର ଦେବୁ ପ୍ରଭୁ ବାବୁ ଏବେଲେ ଶ୍ରୀକ୍ଷେତ୍ର ଛାଡ଼ିକିରି ଯିବୁ ନାହିଁ କେବେ ଛାଡ଼ିକିରି ଯିବୁ ନାହିଁ ତେଣୁ ଏ ସଂସ୍କୃତ ସାହିତ୍ୟକୁ ଇଏ ଅନୁସରଣ କରିକି ମାନେ ସରଳ ଓଡ଼ିଆ କରିଛନ୍ତି ପଞ୍ଚସଖା ମାନେ ନା ନାଇଁ କେବେ ହେଲେ ଯିବୁ ନାହିଁ କହିଲେ ଗୋଟିଏ କଥା କହିକିରି ଯିବି ଆଉ ସମୟ ନାହିଁ ଲୋକ ନାହାନ୍ତି ଆପଣ ଦେଖିଛନ୍ତି ଇଏ ଠାକୁରଙ୍କର ବଡ଼ ଦାଣ୍ଡରେ ରଥଯାତ୍ରା ମଣିଷ ରଥଯାତ୍ରାଟା କରିବି ବିଦା ନାହିଁ কিন্তু ମୋର ଫଳାଫଳ ଦିନେ ନା ଦିନେ ଆମ ଗାଁରେ ହେବ କହିଲା ତୋର ଥରେ ବୁଡ଼ାଇବେ ଡଙ୍ଗା ହେବ ରତନ ଚାକୁରା ରତନ ଚାକୁରା
ଜଗନ୍ନାଥଙ୍କର ରଥ କୃତ୍ୟ କାଣା କହିଲ ଆଦି ଭାଇ ହଁ ତମ ମୁଣ୍ଡ ଗଣ୍ଡି ଭକ୍ତ ମାନେ କେବେ ଶ୍ରୀମନ୍ଦିରକୁ ଯାଇଛୁ ରଥ ଟାଣିଲା ବେଳେ ଦକ୍ଷିଣ ଦ୍ୱାରରେ ଯୋଉ ବଡ ପଥର ବସିଥିଲା କୋଉଠି ଦକ୍ଷିଣ ଦ୍ୱାରରେ ଠିଆ ହେଇକି ପଥରକୁ ନେଇଯିବୁ ନା କେତେଟା ମାଙ୍କଡ ବସିଛନ୍ତି ଜାଣିଛୁ 12ଟା ମାଙ୍କଡ ବସିଛନ୍ତି ସେଇଠି ଯଦି ରଥଯାତ୍ରା ବେଳେ ଯିବୁ ବଡ ଦାଣ୍ଡରେ ରହିବୁନି ପୁଣି ବଡ ଦାଣ୍ଡ ଭିତରେ ବସିବୁ କିଏ ରଥ ଟାଣନ୍ତି କହିଲୁ এই 12 ଭାଇ ଅନୁମାନ କଳା ରଥକୁ ଟାଣନ୍ତି ଗମ ଗମ ବଳେ এই কথাକୁ বড় লক্ষ্য করে কি সারথি জেলারে ক্যামেরা করার কি দেখে যায় কি আর এই কথা জানি করু হ্যালো 12টা মাত্র রথକୁ টাଣ ভক্তମାନେ কেন টাଣନ୍ତି ନାହିଁ কিন্তু শাস্ত্র বলছি রথକୁ টাଣିলে ভক্ত
বাজে না কন্নরে দুঃখে সঢ়ি মরে মুহি এ মায়া সংসারে দুঃখে সঢ়ি মরে মুহি এ মায়া সংসারে গাই গাই তোর ইতি যাও দিন কিন্তু ঠাকুরের কথা বলতে শিখিব মাউসী মন্দির শ্রীমন্দির বলা বলে ওটা মাউসী মন্দির পড়ে মাউসী না বলা না থাকবো হ্যাঁ বলা তো মাউসী মা দেব পোড় পিঠা করলে পোড় পিঠা করলে পোড় পিঠা করলে মাউসী মা দেব সিনা করলে সিনা করলে সিনা করলে জগন্নাথଙ୍କର ମାଉସୀ ମା ଖଣ୍ଡ ପୁର ପିଠା ଦିଅନ୍ତି ଆମେ ମରିଗଲେ ଆମ ହିନ୍ଦୁ ଧର୍ମରେ କଣ ଯିବ ଭାତ ଉଠାଇକି ଗାଁରେ ଯିବ କେତେ ଦିନ ଠାକୁର ରହନ୍ତି ଗୁଣ୍ଡିଚା ମନ୍ଦିରରେ ରହିଲ ଏ ନବଦିନ ପରେ ହେବ ତୋର କଲେ ନାମ ଭାଇ ଘରେ ଥରେ ଗଲେ ମତେ ଉଠେ କାମ ଭାଇ 9 ଦିନ ପରେ ଠାକୁର ଭାଇ ଭଉଣୀ ନେଇ ଫେରି ଆସନ୍ତି ଯଦି ଏ ସଂସାର ଲୋକଙ୍କର ଥରେ ଥରେ ଚାଲିଲେ କେବେ ଫେରି ଆସ ନା ଏକାଦଶୀ ଦିନ ଶ୍ରୀମନ୍ଦିରରେ କଣ ହେ ଜାଣିଛୁ ଏକାଦଶୀ ଦିନ ତୁଇ ହେଉ ଏକାଦଶୀ ଦିନ ସିନା ଇଏ ଶ୍ରୀମନ୍ଦିରରେ ଠାକୁରଙ୍କର ହୁଏ ଆପଣମାନେ କହିଲେ ଆମ ଏ ସନାତନ ଧର୍ମରେ ହିନ୍ଦୁ ଧର୍ମରେ କେଇ ଜଣ ଉପରେ ଯଦି ମରିଯାଇ କଣ ହବ 11 ଦିନରେ ହେବ ସୁଧିକ୍ରିୟା
ପୂଜ୍ୟ ଶରୀରଟା ତେଣୁ ଜଗନ୍ନାଥଙ୍କୁ ମଧ୍ୟ ସେଇଆ ନାଇଁ କଣ ପାଇଁ କହିଲା ପିଣ୍ଡ ବ୍ରହ୍ମାଣ୍ଡ ଜାଣତି ସୂର୍ଯ୍ୟାରି ପଣ୍ଡିତ ଜାଣତି ସୂର୍ଯ୍ୟାରି ପଣ୍ଡିତ ଜାଣତି ଯାହା ପିଣ୍ଡରେ ତାହା ବ୍ରହ୍ମାଣ୍ଡ ଯାହା ପିଣ୍ଡରେ ବ୍ରହ୍ମାଣ୍ଡ ବୁଝିଲା କି ଆପଣ ପାଇଲେ ବୁଝିଲା ହାଁ ଭଜନ ହଉ ରାଇ ନା ଗୀତ ନୁହଁ ବିଳମ୍ବିତ ରାତ୍ରି ଦ୍ୱିତୀୟତଃ ଆମେ ଅନୁଷ୍ଠାନ ତରଫରୁ ଗର୍ବ ଅନୁଭବ କରୁଛୁ ଯାହା ଉପେନ୍ଦ୍ର ସାର୍ଙ୍କର ଦୟାର ସନ୍ତାନ କୁହ ଯାହା ବି ହଉ ସେମାନଙ୍କର ଅକ୍ଳାନ୍ତ ପରିଶ୍ରମରେ ଛାତ୍ରମାନଙ୍କର ବଳିଷ୍ଠ ଯେଉଁ ପରିଦର୍ଶନ କରୁଛନ୍ତି ଆମ ଅନୁଷ୍ଠାନ ତରଫରୁ ଆମେ ଗର୍ବ ଅନୁଭବ କରିବା ସହିତ ଆମେ ଆଶା କରୁଥିଲୁ ଟିକେ ବହୁତ ସମୟ ପାଲାନ୍ତୁ କିନ୍ତୁ ସମୟ ସରସ୍ୱତୀରେ ଆମେ ହୁଏତ ଆଜି ସଭାଟାକୁ ବିଳମ୍ବିତ କରିଦେଲୁ ଅତିଥିଙ୍କର ବିଳମ୍ବିତ ସକାଶେ ଆମେ ସବୁ ଭୁଲ ବାହାରିଛି ଆଉ ଆଶା କରୁଛୁ ଆପଣମାନଙ୍କ ଦୁଷ୍ମନ୍ତ ବାବୁଙ୍କର ପାଲାରେ ଆମେ ବିଶେଷ ଭାବରେ ମୁଗ୍ଧ ହେଇଛୁ ଅନୁଷ୍ଠାନ ତରଫରୁ ଆଉ ଆଶା କରୁନି ଯେ ଅନୁଷ୍ଠାନ ତରଫରୁ ଆଉ ଦୁଃଖ ଦେବା ପାଇଁ ସେପଟେ ଭାଇ ମାନେ ବସିକି ବହୁତ ସମୟ ହେଲା ପରିବେଶକୁ ଆମକୁ ଦେଖୁଛନ୍ତି ଡାକବାଯନ୍ତ୍ର କହିହେବନି ଗୋଟେ ଭାଗ ମିଳିବ ଆଉ ତେଣୁକରି ଏଇଠି ବାଣିଜ୍ୟ ବିଶ୍ରାମ କରିବା କାର୍ଯ୍ୟକ୍ରମକୁ ବିଶ୍ରାମ କରିବା ଆଉ ପ୍ରଥମ ରଜନୀ ପ୍ରଥମ ସନ୍ଧ୍ୟା ପ୍ରଥମ ସମୟଟା ଆମେ ଏଇଠି ଆଜ୍ଞା ଏତିକି ପୁରା ଦିନ ଧାନ କରୁଥିବ ତମେ ଆଉ ପଚାର ଭାଇ ସାଙ୍ଗରେ ମାନେ ତୁ ଭାବ ବାପା ଏତିକି ଧନ୍ୟବାଦ ବାପା ହଉ ଆମେ ଭଲ ମାନେ ହେଇଯିବା ଭଲ ନାହିଁ ଯା ଦୁଆଟେ ମାରିଦିଅ ଦୁଆରେ ଖାଇକି ଶୋଇବ ଦେଖିଦେବେ ଜଣା ପଡ଼ିବ ଜଗାକାଳିଆ